ଥକିଗଲଣି? କାହାକୁ କେବଳ ଏତିକି ବୁଝେଇ ବୁଝେଇ କି ତୁମେ ତାକୁ କେତେ ଭଲ ପାଉଛ। ବାରମ୍ବାର ତାଙ୍କୁ ରିକ୍ୱେଷ୍ଟ କରି କରି କି ସିଏ ତୁମ ସହ ପଦେ କଥା ହୁଅନ୍ତୁ, ତୁମ ମେସେଜର ଠିକ୍ ସେ ରିପ୍ଲାଏ ଦିଅନ୍ତୁ, ତୁମକୁ ବି ସିଏ ଟିକେ ସମୟ ଦିଅନ୍ତୁ, ସିଏ ତୁମ ଭଲ ପାଇବାକୁ ବୁଝନ୍ତୁ। କ'ଣ ଏମିତି କରି କରି ତୁମେ ସତରେ ଥକିଗଲଣି? ତୁମେ ଥକି ଯାଇନ, ତୁମେ ଠକିଗଲଣି। ତାଙ୍କୁ ଖୁସି କରିବା ପାଇଁ ତୁମେ ନିଜକୁ ଧ୍ୟାନ ଦେବା ହିଁ ଭୁଲିଗଲଣି। ତୁମେ କ'ଣ ଚାହୁଁଛ? ବାସ୍ ଏତିକି ନା କି ତୁମେ ତାଙ୍କୁ ଯେମିତି କୌଣସି ବିନା ମତଲବରେ ତାଙ୍କୁ ବହୁତ ଭଲ ପାଉଛ, ସେତିକି ଭଲ ପାଇବା ସିଏ ବି ତୁମକୁ ଦିଅନ୍ତୁ। ସିଏ ତୁମକୁ ବୁଝିବାକୁ ଚେଷ୍ଟା କରନ୍ତୁ, ତୁମକୁ ଶୁଣିବାକୁ ଚେଷ୍ଟା କରନ୍ତୁ, ତୁମ ଦୁଃଖ ଆଉ କଷ୍ଟକୁ ସିଏ ବି ଫିଲ୍ କରନ୍ତୁ। ତେବେ ଶୁଣ ବନ୍ଧୁ, ତୁମେ ଏ ପର୍ଯ୍ୟନ୍ତ ସେ ସବୁ କରିସାରିଛ ଯାହା ତୁମ ସମ୍ପର୍କକୁ ବଞ୍ଚାଇବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଆଉ ନୁହେଁ। ଥରେ ନିଜକୁ ଦେଖ, ତୁମର ଅବସ୍ଥା କ'ଣ ହୋଇଗଲାଣି। ତୁମେ ଆଗରୁ କିପରି ଥିଲ ଆଉ ଏବେ କିପରି ହୋଇଗଲଣି। କାହିଁକି ଜାଣି ଜାଣି ତାଙ୍କ ପାଇଁ ଯାହା ମନରେ ତୁମ ପାଇଁ କିଛି ଭ୍ୟାଲୁ ନାହିଁ, ତୁମେ ନିଜକୁ କଷ୍ଟ ଦେଉଛ। ଆରେ ବନ୍ଧୁ, ତୁମେ ତୁମର ସବୁ ଚେଷ୍ଟା କରିସାରିଛ, ତଥାପି ଯଦି ସିଏ ବୁଝୁନାହିଁ ତେବେ ଠିକ୍ ଅଛି ନା, ଏଥିରେ କିଛି ବଡ଼ କଥା ନାହିଁ। କାରଣ ଯେଉଁଠି ସବୁତକ ଇଣ୍ଟରେଷ୍ଟ ତୁମର, ସବୁତକ ଏଫର୍ଟ ତୁମର, ତେବେ ୱାନ୍ ସାଇଡେଡ୍ ଲଭ୍ରେ ସିଏ ତୁମକୁ ନ ବୁଝିପାରିବାଟା ସ୍ୱାଭାବିକ କଥା। ତୁମେ ତା କଥା ବହୁତ ଭାବୁଛ, ସେଥିପାଇଁ ତୁମ ମନ କଷ୍ଟ ପାଉଛି ଆଉ ତୁମକୁ ଫରକ ବି ପଡ଼ୁଛି। ହେଲେ ସିଏ ତ ତୁମ କଥା ଭାବୁନି ନା। ତାକୁ କେମିତି ତୁମ କଷ୍ଟ ଜଣା ପଡ଼ିବ, ତାକୁ କେମିତି ତୁମ କଥାରେ ଫରକ ପଡ଼ିବ। ଫ୍ରିରେ ମିଳୁଥିବା ଜିନିଷର ମୂଲ୍ୟ ଶୂନ୍ୟ ହୋଇଥାଏ, ଆଉ ତୁମ ଭଲ ପାଇବାର ମୂଲ୍ୟ ବି ତା ପାଇଁ ଶୂନ୍ୟ ଅଟେ। କାରଣ ତା ପାଇଁ ତୁମେ ଖର୍ଚ୍ଚ ହେଉଛ, ତାକୁ କିଛି ବି ମୂଲ୍ୟ ଦେବାକୁ ପଡ଼ୁନି। ସେଥିପାଇଁ ତା ସାମ୍ନାରେ ତୁମର କିଛି ମୂଲ୍ୟ ରହୁନି। ଏହି ଏତେ ବି ବୋକା ହୋଇନଥାନ୍ତି ଯିଏ ଏତିକି ବି ଜାଣିନଥାନ୍ତି କି ସମ୍ପର୍କରେ କ'ଣ ଠିକ୍ ଆଉ କ'ଣ ଭୁଲ। ସିଏ ତୁମ ଫିଲିଂସର ଫାଇଦା ଉଠାଇବା ଜାଣିଗଲାଣି। ସିଏ ତୁମ ସ୍ୱଭାବ ଏବଂ ତୁମ କଥାବାର୍ତ୍ତାକୁ ପୁରା ଷ୍ଟଡି କରିସାରିଲେଣି। ସିଏ ଜାଣିସାରିଲେଣି ତୁମକୁ କେଉଁ କଥାରେ ଫସେଇ ହେବ, କେଉଁ କଥାରେ ତୁମକୁ କନ୍ଦେଇ ହେବ, ପୁଣି କେଉଁ କଥାରେ ତୁମକୁ ମନେଇ ହେବ। ସିଏ ଏବେ ତୁମ ଇମୋସନକୁ କଣ୍ଟ୍ରୋଲ କରିବା ଶିଖିଗଲାଣି। ଆଉ ଯେବେ ତାକୁ ତୁମ ପାଖରେ ବୋର୍ ଲାଗିଲା ନା, ସେତେବେଳେ ବାସ୍ ଗୋଟିଏ ବାହାନାର ଅପେକ୍ଷାରେ ସେ ରହିଥିଲା। କେମିତି ତୁମକୁ ଦୋଷୀ ବୋଲି ପ୍ରମାଣ କରିଦେଇ ସେ ନିରୀହ ସାଜି ସାଇଡ୍ ହୋଇପାରିବ। ସଚ୍ଚା ସମ୍ପର୍କ ସେଇଠି ଥାଏ ଯେଉଁଠି ଇକ୍ୱାଲ ଗିଭ୍ ଆଣ୍ଡ ଟେକ୍ ଥାଏ। ସେଥିପାଇଁ ତ ମୁଁ କୁହେ, କାହାକୁ ଫୋର୍ସ କରନି ତୁମ ସହ ରହିବା ପାଇଁ। ଆଜି ଯଦି ସେ ରହିବେ ଯାଏ ନା, କାଲି ସେ ନିଶ୍ଚୟ ଚାଲିଯିବ। ତୁମକୁ ସେଦିନ ଅଧିକ କଷ୍ଟ ହେବ। ତୁମେ ତାକୁ ତୁମ ଆଡ଼କୁ ଟାଣ ନାହିଁ। ସମ୍ପର୍କର ସୂତା ଏତେ ପତଳା ହୋଇଥାଏ କି ହାଲକା ଟାଣିବାରେ ବି ଛିଡ଼ି ଯିବାର ସମ୍ଭାବନା ଥାଏ। ଯଦି ସିଏ ବି ତୁମ ପାଇଁ ସମାନ ଫିଲିଂସ ରଖିଥିବ ନା, ତୁମକୁ ଛାଡ଼ି ସେ କୁଆଡ଼େ ବି ଯିବନି। ଆଉ ଯଦି ସିଏ କେବଳ ନାକୁ ମାତ୍ର ସମ୍ପର୍କ ରଖିଥିବ ନା, ତେବେ ଦିନେ ନା ଦିନେ ସେ ସମ୍ପର୍କକୁ ଭାଙ୍ଗି ନିଶ୍ଚୟ ଚାଲିଯିବ। ନିଜ ଉପରେ ଫୋକସ୍ କର ବନ୍ଧୁ। ତୁମେ ଯଦି ନିଜକୁ ସେତିକି ଯୋଗ୍ୟ ବୋଲି ପ୍ରମାଣ କରିଦେବ ନା, ତେବେ ଛାଡ଼ିକି ଯିବା ପରେ ବି ସିଏ ତୁମ ବିଷୟରେ ନିଶ୍ଚୟ ଭାବିବ, ତୁମେ ତା ବିଷୟରେ ନୁହେଁ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ଯଦି କଥା ଗୁଡ଼ିକ ଆପଣଙ୍କୁ ସତରେ ଭଲ ଲାଗୁଥାଏ, ଆପଣଙ୍କୁ ଟଚ୍ କରୁଥାଏ, ତେବେ ସବସ୍କ୍ରାଇବ୍ କରି ଲାଇକ୍ଟି ନିଶ୍ଚୟ କରିଦିଅନ୍ତୁ ଏବଂ କମେଣ୍ଟରେ ନିଜର ମତାମତ ନିଶ୍ଚୟ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।